ଇରାନ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଭିତରେ ହରଡ଼ ଘଣାରେ ବର୍ତ୍ତମାନ ପଡ଼ିଛି ଆମେରିକା। ଆମେରିକା ଇରାନର ବର୍ତ୍ତମାନର ରାଷ୍ଟ୍ରମୁଖ୍ୟ ମୋସ୍ତଫା ଖେମନେଇଙ୍କ ଅଡ୍ଡା ଖୋଜୁଛି। ହେଲେ ଯୁଦ୍ଧରେ ମୋସ୍ତଫାଙ୍କୁ କାବୁ କରିବା ବା ତାଙ୍କ ଠିକଣା ପାଇବା ଆମେରିକା ସପକ୍ଷରେ ସମ୍ଭବ ହେଉନାହିଁ। ସେଥିପାଇଁ ତ ଏନେଇ ଏକ ବଡ଼ ଧରଣର ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ ପ୍ରଶାସନ। ନମସ୍କାର, ନ୍ୟୁଜ ରୁମକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ବର୍ତ୍ତମାନ ଆମେରିକା ଇସ୍ରାଏଲ ଓ ଇରାନର ଯୁଦ୍ଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ସ୍ଥିତି ଏମିତି ହୋଇଛି ଯେ ଶତ୍ରୁ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କୁ ଖୋଜିବା ଆମେରିକା ପକଟରେ କାଠିକର ପାଠ ହୋଇଗଲାଣି। ଇରାନର ଦ୍ୱିତୀୟ ପରବର୍ତ୍ତୀ ରାଷ୍ଟ୍ରମୁଖ୍ୟ ମୋସ୍ତଫା ଖାମନେଇ କେଉଁଠି ଅଛନ୍ତି ତାଙ୍କର ଠିକଣା ଖୋଜିବା ପାଇଁ ଆମେରିକା ଏକ ଅଫର ଦେଇଛି। ଯିଏ ମଧ୍ୟ ମୋସ୍ତଫା ଖାମନେଇଙ୍କ ସମ୍ପର୍କରେ ସୂଚନା ଦେବେ ବା ତାଙ୍କର ଠିକଣା ବତେଇବେ ସେମାନଙ୍କ ଉପରେ $10 ମିଲିୟନ ପୁରସ୍କାର ରାଶି ଢାଳିଦେବ ଆମେରିକା। ଅର୍ଥାତ୍ ବର୍ତ୍ତମାନ ସମୟରେ ଇରାନର ଦ୍ୱିତୀୟ ରାଷ୍ଟ୍ରମୁଖ୍ୟକୁ ନିପାତ କରିବା ପାଇଁ ଆମେରିକା ଯୋଜନା କରିଥିବା ସ୍ପଷ୍ଟ ହୋଇଛି। ଆଉ ଏହି ଯୋଜନାକୁ କିନ୍ତୁ କାର୍ଯ୍ୟକାରୀ କରିବାରେ ଆମେରିକା ସାମ୍ନାରେ ବଡ଼ ଅସହାୟ ପରିସ୍ଥିତି ରହିଛି। ମୋସ୍ତଫା ଖେମନେଇଙ୍କ ଠିକଣା ପାଉନାହାନ୍ତି ଆମେରିକାର ଗୁଇନ୍ଦା ଓ ସାମରିକ କର୍ମଚାରୀ। ଏଣୁ ଯିଏ ମଧ୍ୟ ମୋସ୍ତଫା ଖେମନେଇଙ୍କ ସମ୍ପର୍କରେ ସୂଚନା ଦେବେ ତାଙ୍କ ଉପରେ $10 ମିଲିୟନ ଏକ ପୁରସ୍କାର ରାଶି ଘୋଷଣା କରିଛି ଆମେରିକା। ଆମେରିକା ରାଷ୍ଟ୍ରପତିଙ୍କର ଏଭଳି ଆଭିମୁଖ୍ୟ ପରେ ପ୍ରଶ୍ନ ଉଠୁଛି ଯେ ଆମେରିକା ରାଷ୍ଟ୍ରପତି ଯେତେ ସହଜରେ ଇରାନର ନେତୃତ୍ୱ ପରିବର୍ତ୍ତନ ହୋଇଯିବ ବୋଲି ଭାବିଥିଲେ ତାହା ହେଉନାହିଁ। ଅବଶ୍ୟ ଆରମ୍ଭରୁ ହିଁ ତତ୍କାଳୀନ ଇରାନ ରାଷ୍ଟ୍ରମୁଖ୍ୟ ଅୟତୋଲ୍ଲା ଖେମନେଇଙ୍କୁ ନିପାତ କରିସାରିଛି ଆମେରିକା। ଆଉ ସେହି ସମୟରେ ଅୟତୋଲ୍ଲାଙ୍କ ବଡ଼ ପୁଅ ମୋସ୍ତଫା ଖେମନେଇ ମଧ୍ୟ ଆହତ ହୋଇଥିବା କୁହାଯାଇଛି। କିଛି ଆନ୍ତର୍ଜାତୀୟ ରିପୋର୍ଟ ଅନୁସାରେ ମୋସ୍ତଫା ଖେମନେଇଙ୍କର ଗୋଡ଼ ମଧ୍ୟ କାଟିବାକୁ ପଡ଼ିଛି ଏବଂ ତାଙ୍କ ଲିଭରରେ ମଧ୍ୟ ଗୁରୁତର ଆଘାତ ଲାଗିଛି। ତଥାପି ମାର୍ଚ୍ଚ 12 ତାରିଖ ଦିନ ମୋସ୍ତଫା ଖେମନେଇ ଯେଉଁ ଅଡିଓ ଟେପ୍ ଜାରି କରି ଯୁଦ୍ଧ ସମ୍ପର୍କରେ ଆଭିମୁଖ୍ୟ ରଖିଥିଲେ ସେ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ଓ ଇରାନର ଯୁଦ୍ଧ ସମୟରେ ଯେଉଁମାନଙ୍କର ମଧ୍ୟ ରକ୍ତ ବୋହିଛି, ଯେଉଁମାନଙ୍କର ମଧ୍ୟ ମୃତ୍ୟୁ ହୋଇଛି ଓ ଇରାନର ଯେଉଁ ନାଗରିକ ମଧ୍ୟ କ୍ଷତି ସହିଛନ୍ତି ସେମାନଙ୍କର ବଦଲା ମୋସ୍ତଫା ଖେମନେଇ ସରକାର ନେବେ। ଏହା ଆମେରିକାକୁ ଆହୁରି ଚିନ୍ତାଜନକ ପରିସ୍ଥିତି ଆଡ଼କୁ ଟାଣି ନେଇଛି। ଆମେରିକା ଭଳି ଇରାନ ପାଖରେ ମିସାଇଲ ଏତେ ସ୍ୱୟଂ ସମ୍ପୂର୍ଣ୍ଣ ନୁହଁ, କିନ୍ତୁ ଯୁଦ୍ଧ ଆରମ୍ଭରୁ ଯେତେ ପରିମାଣର ମିସାଇଲ ଇରାନ ବ୍ୟବହାର କରୁଥିଲା ଯୁଦ୍ଧର ବର୍ତ୍ତମାନ ସ୍ଥିତିରେ ମିସାଇଲ ଅପେକ୍ଷା ଡ୍ରୋନ୍ ଆକ୍ରମଣ କରି ଆମେରିକାକୁ ହନ୍ତସନ୍ତ କରୁଛି ଇରାନ। ଇରାନର ରାଷ୍ଟ୍ରମୁଖ୍ୟ ବା ସର୍ବୋଚ୍ଚ ନେତା ମୋସ୍ତଫା ଖେମନେଇ ଏଭଳି ଏକ ସ୍ଥାନରେ ଲୁଚି ରହିଛନ୍ତି ଯାହା ପାଖରେ ଇରାନର ଯେଉଁ ସ୍ଥାନରେ ଆମେରିକାର ସାଟେଲାଇଟ ପହଞ୍ଚି ପାରୁନାହିଁ, ଆମେରିକାର ଗୁଇନ୍ଦା ଓ ସାମରିକ ସଂସ୍ଥା ତାର ଟେର୍ ପାଉନାହାନ୍ତି। ଏଣୁ ଆମେରିକା ରାଷ୍ଟ୍ରପତି $10 ମିଲିୟନ ବା ପାଖାପାଖି 92 କୋଟି ଟଙ୍କାର ଏକ ବଡ଼ ପୁରସ୍କାର ରାଶି ଘୋଷଣା କରି ଯିଏ ମଧ୍ୟ ମୋସ୍ତଫା ଖେମନେଇଙ୍କ ବିରୋଧରେ ସୂଚନା ଦେବ ତାଙ୍କ ଉପରେ ପୁରସ୍କାର ରାଶିର ବମ୍ପର ଅଫର ମଧ୍ୟ ଦେଖେଇଛନ୍ତି। ହେଲେ ମୋସ୍ତଫା ଖେମନେଇଙ୍କ ପ୍ରତି ଓ ଖେମନେଇ ଶାସନ ପ୍ରତି ଯୁଦ୍ଧ ପୂର୍ବରୁ ଯେଉଁ ବିଦ୍ରୋହ ଦେଖିବାକୁ ମିଳୁଥିଲା ତାହା ଧୀରେ ଧୀରେ ପ୍ରଶମିତ ହୋଇଗଲାଣି। ଆମେରିକା ଇସ୍ରାଏଲ ଓ ଇରାନର ଯୁଦ୍ଧ ଭିତରେ ଇରାନବାସୀ ବୁଝିଗଲେଣି ଯେ ବାହ୍ୟ ଶତ୍ରୁର ଆକ୍ରମଣ ଦେଶକୁ ଆହୁରି ତଳିତଳାନ୍ତ କରିପାରେ। ଏଣୁ ଗୃହ ଯୁଦ୍ଧରୁ ସେମାନେ ନିବୃତ୍ତ ରହୁଛନ୍ତି। ସେପଟେ ଇରାନରେ ଖେମନେଇ ଶାସନକୁ ଯିଏ ମଧ୍ୟ ବିରୋଧ କରିବ ତାଙ୍କ ଉପରେ ଦୃଢ଼ ଦମନମୂଳକ ନୀତି ଆପଣେଇବା ପାଇଁ ଇରାନର ସର୍ବୋଚ୍ଚ ନେତା ଘୋଷଣା କରିବା ପରେ ଆମେରିକାର ହୋସ୍ ଉଡ଼ି ଯାଇଛି। ବର୍ତ୍ତମାନ ସମୟରେ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ମଧ୍ୟ ଇରାନର ସର୍ବୋଚ୍ଚ ନେତା ମୋସ୍ତଫା ଖେମନେଇଙ୍କୁ ନେଇ ବେଶ ସତର୍କ ରହିଛି। ଗୋଟିଏ କଥା ସ୍ପଷ୍ଟ ଯେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଦଶନ୍ଧି ଧରି ଇରାନର ସର୍ବୋଚ୍ଚ ନେତାଙ୍କୁ ନିଜ ରାଡାରରେ ରଖି ଆସୁଥିଲା ଇସ୍ରାଏଲ। ହେଲେ ଇସ୍ରାଏଲ ବର୍ତ୍ତମାନ ସେଭଳି କୌଣସି ସୂଚନା ଆଉ ସର୍ବୋଚ୍ଚ ନେତାଙ୍କ ବିରୋଧରେ ପାଇପାରୁନାହିଁ। ଆମେରିକା ମଧ୍ୟ ଅୟତୋଲ୍ଲା ଖେମନେଇଙ୍କ ନିପାତ କରିବା ପରେ ଭାବୁଥିଲା ଯେ ସ୍ୱତଃପ୍ରବୃତ୍ତ ଭାବରେ ଇରାନର ସରକାରୀ ଢାଞ୍ଚା ବିଗିଡ଼ିଯିବ, କିନ୍ତୁ ଇରାନ ଆହୁରି ମଜବୁତ ହୋଇଛି। ଇରାନର ସର୍ବୋଚ୍ଚ ନେତା ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବରେ ମୋସ୍ତଫା ଖେମନେଇ ସାମ୍ନାକୁ ଆସିଛନ୍ତି। ଅନ୍ୟ ଯେଉଁ ବଡ଼ ବଡ଼ ନେତା ଓ ପଦାଧିକାରୀଙ୍କର ମୃତ୍ୟୁ ହୋଇଛି ସେମାନଙ୍କର ପରବର୍ତ୍ତୀ ଅଧିକାରୀ ମଧ୍ୟ ଦାୟିତ୍ୱ ନେଇ ସାରିଲେଣି। ଏଣୁ ବର୍ତ୍ତମାନ ଆମେରିକାର ଅକଲ ଗୁଡୁମ୍ ଯେ ମୋସ୍ତଫା ଖେମନେଇଙ୍କ ପତ୍ତା ମିଳିବ କେଉଁଠି।
ମୋସ୍ତଫା ଖେମନିଙ୍କ ଉପରେ ଯଦି ଆକ୍ରମଣ କରି ବା ତାଙ୍କୁ ନିପାତ କରି ଆମେରିକା ଯୁଦ୍ଧକୁ ଅନ୍ତର ରୂପ ଦେବାକୁ ଭାବୁଛି, ସେହି ଆକଳନ ମଧ୍ୟ ଭୁଲ ପ୍ରମାଣିତ ହୋଇପାରେ। କାହିଁକି ନା ଇରାନ ଏଭଳି ଚାରି ଜଣ ବ୍ୟକ୍ତିଙ୍କ ନାଁ ଧାର୍ଯ୍ୟ କରିଛି ଯେଉଁ ପଦବୀରେ ମଧ୍ୟ ସେହି ନେତାଙ୍କର ବା ଅଧିକାରୀଙ୍କର ମୃତ୍ୟୁ ହେବ, ତାର ପରବର୍ତ୍ତୀ 4ଟି ପିଢ଼ି କେଉଁମାନେ ଦାୟିତ୍ୱ ସମ୍ଭାଳିବେ ସେ ନେଇ ଏକ ଢାଞ୍ଚା ପ୍ରସ୍ତୁତ ହୋଇସାରିଛି। ଏଣୁ ଆମେରିକା ବର୍ତ୍ତମାନ ବାଉଳେଇ ହେବା ସ୍ଥିତିରେ ରହିଛି ଆଉ ମୋସ୍ତଫା ଖେମନେଇଙ୍କ ବିରୋଧରେ ସୂଚନା ପାଇବା ପାଇଁ ସାଧାରଣ ଜନତାଙ୍କ ପାଖକୁ ବମ୍ପର ଅଫର ମଧ୍ୟ ପ୍ରଦାନ କଲାଣି। 92 କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରି ମୋସ୍ତଫା ଖେମନେଇଙ୍କ ସୂଚନା ହାସିଲ କରିବା ପାଇଁ ଚାହୁଁଛି ଆମେରିକା। ହେଲେ ବର୍ତ୍ତମାନ ଇରାନର ସର୍ବୋଚ୍ଚ ନେତା ମୋସ୍ତଫା ଖେମନି ଏଭଳି ଏକ ବଙ୍କରରେ ରହିଛନ୍ତି ଯାହାର ସୂଚନା କେବଳ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସର ବରିଷ୍ଠ ଅଧିକାରୀଙ୍କୁ ଅଛି। ଅନ୍ୟ ନେତାମାନେ ମଧ୍ୟ ଏ ଦିଗରେ କୌଣସି ସୂଚନା ବା ଖୋରାକ ପାଇନାହାନ୍ତି। ଏଣୁ ଆମେରିକାକୁ ବର୍ତ୍ତମାନ ଇରାନର ପରବର୍ତ୍ତୀ ରାଷ୍ଟ୍ରମୁଖ୍ୟଙ୍କୁ ଟାର୍ଗେଟ କରିବା ବେଶ ଜଟିଳ ହୋଇପଡ଼ିଛି। ଏ ସବୁ ଭିତରେ ଇରାନ ନିଜର ସାମରିକ ଓ କୂଟନୈତିକ ରଣନୀତି ଜରିଆରେ ଅର୍ଥନୈତିକ ପ୍ରହାର କରିବା ଫଳରେ ଆମେରିକା ଉପରେ ଧୀରେ ଧୀରେ ବିଶ୍ୱ ସମୁଦାୟର ଚାପ ବଢିବା ଆରମ୍ଭ ହେଲାଣି। ଆମେରିକା ଯୁଦ୍ଧକୁ ଅନ୍ତ ଆଡକୁ ନେବା ପାଇଁ ଚାହୁଁଛି, କିନ୍ତୁ ମୋସ୍ତଫା ଖେମନେଇ ସଫା 3ଟି ସର୍ତ୍ତ ରଖିଛନ୍ତି ଯେ ଇରାନର ସାର୍ବଭୌମତ୍ୱ ଉପରେ କେହି ଆକ୍ରମଣ କରିବେ ନାହିଁ। ପରବର୍ତ୍ତୀ ସମୟରେ ଇରାନକୁ ଏଭଳି ଆକ୍ରମଣ ଆମେରିକା କିମ୍ବା ଇସ୍ରାଏଲ କରିପାରିବେ ନାହିଁ, କିମ୍ବା ପରବର୍ତ୍ତୀ ସମୟରେ ଆମେରିକା ଓ ଇସ୍ରାଏଲ ଇରାନର ବ୍ୟାପାରରେ ହସ୍ତକ୍ଷେପ କରିବେ ନାହିଁ। ତେବେ ଯାଇ ଯୁଦ୍ଧର ଅନ୍ତ ଘଟିବ। ଏଣୁ ମୋସ୍ତଫା ଖେମନେଇଙ୍କୁ ନିପାତ କଲେ ମଧ୍ୟ ଆମେରିକା ପାଇଁ ଯୁଦ୍ଧର ସମାପ୍ତି ଘଟାଇବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଯିବ। ଏ ସବୁ ଭିତରେ ଆମେରିକା ଯେଉଁ ସବୁ ଏଜେଣ୍ଡା ଆପଣାଉଛି ତାହା ଧୀରେ ଧୀରେ ବୁମେରାଙ୍ଗ ପରିଣତ ହେଉଛି ଏବଂ ତାର ପାଲଟା ଫଳ ଆମେରିକା ଭୋଗୁଛି। ଏଣୁ ଆମେରିକାର ଏହି ପୁରସ୍କାର ରାଶି ମଧ୍ୟ ଆମେରିକାକୁ ଆଗାମୀ ସମୟରେ ବିଶେଷ କିଛି ସହାୟତା ଦେଇ ନପାରେ ବୋଲି ଆଶା କରାଯାଉଛି। କାହିଁକି ନା ତୈଳ ବୃଦ୍ଧିକୁ ନେଇ ଆମେରିକା ଉପରେ ବିଶ୍ୱର ଚାପ ବଢୁଛି ଏବଂ ମୋସ୍ତଫା ଖେମନେଇଙ୍କ ବିଷୟରେ ସୂଚନା ଦେଇ ଆମେରିକାର ଏହି ଢଳନ୍ତା ବା ଦ୍ୱିପକ୍ଷ ନୀତିକୁ ଅନ୍ୟ ଦେଶ ମଧ୍ୟ ସମର୍ଥନ କରିବା ପାଇଁ ଚାହିଁବେ ନାହିଁ। ଆମେରିକା ଇରାନରେ କ୍ଷମତା ପରିବର୍ତ୍ତନର ନିଷ୍ପତ୍ତି ବା ସ୍ୱପ୍ନ ଯାହା ଦେଖିଥିଲା ତାହା ଫେଲ ହୋଇସାରିଛି। ଆମେରିକା ସାମ୍ନାରେ ରଣନୈତିକ ଏବଂ କୂଟନୈତିକ ନୀତି ମଧ୍ୟ ମାତ ଖାଉଛି। ଏଣୁ ବର୍ତ୍ତମାନ ଆମେରିକା ମୋସ୍ତଫା ଖେମନେଇଙ୍କୁ ଖୋଜିବା ପାଇଁ ଉଦ୍ୟମ କଲା ଭିତରେ ନା ଇରାନ ଭିତରୁ ନା ଇରାନ ବାହାରୁ ତାଙ୍କୁ କେହି ସମର୍ଥନ କରିବେ ତାହା ମଧ୍ୟ ଧୀରେ ଧୀରେ ପ୍ରତିଫଳିତ ହେବା ବନ୍ଦ ହୋଇଗଲାଣି। ତେବେ ଯୁଦ୍ଧ ସମ୍ପର୍କରେ ଅଧିକ ଅପଡେଟ୍ ପାଇଁ ନ୍ୟୁଜ ରୁମକୁ ଆମର সোশ্যাল ମିଡିଆ ସାଇଟ୍ ୟୁଟ୍ୟୁବ ଓ ଫେସବୁକ ରେ ଲାଇକ୍ କରନ୍ତୁ, ଆମ ଭିଡିଓକୁ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଓ ନିଜର ମତାମତ କମେଣ୍ଟ ବକ୍ସ ଉପରେ ନିଶ୍ଚିତ ଦିଅନ୍ତୁ। ରହୁଛି, ନମସ୍କାର।